ଆଜି ଆମର ଚାପ ଆଜି 5 ଘେରା ହେଲା। ଆଜି ଲାଷ୍ଟ ପତିତ ପାବନଙ୍କର ଯୋଉ ଯାତ୍ରା ମିନିମମ୍ 78 ବର୍ଷ ହେଲାଣି। କିନ୍ତୁ କିଏ କରିଥିଲେ ମୁଁ ବି କହିପାରିବିନି। ମୋ ଜେଜେ ବି ମୋତେ କହୁଥିଲେ, ବାପା ବି ମୋତେ କହୁଥିଲେ ଚନ୍ଦନ ଯାତ୍ରା। କିନ୍ତୁ ସେ ପତିତ ପାବନଙ୍କର ଏତେ ମହିମା, କେବେ ଗାଁର 3 ଭାଙ୍ଗି ହେଇଥିଲେ କିନ୍ତୁ ଯାତ୍ରା କେବେ ବନ୍ଦ ହେଇନଥିଲା। କିନ୍ତୁ ଚାଲିଲା। ଆଜି ଚାପର ଆମର ଶେଷ ଦିନ। କାଲି ହବ ମା ପତିତ ପାବନ ଆସିବେ, ଭୋଗ ଖାଇବେ, ରୋଷଣୀ ହବ, ବାଜା ବାଣ ସାଲେପୁର ବାଜା ଆସୁଛି। କିନ୍ତୁ କାଲି ରୋଷଣୀ ଚାଲିବ 12ରୁ 14 ତାରିଖ ପର୍ଯ୍ୟନ୍ତ ଯାତ୍ରା, ଓଁକାର ଅପେରା। ଏମିତି କୁରାଙ୍ଗ ଶାସନ ସବୁବେଳେ। କାଲି ବି ମୁଁ କହିଥିଲି ସିଦ୍ଧେଶ୍ୱର ଯଜ୍ଞ, ତାପରେ କହିଥିଲି ଶନିକ ଯଜ୍ଞ, ଏମିତି ତାପରେ ଆପରେ ଆସିବ ରଥଯାତ୍ରା। କୁରାଙ୍ଗ ଶାସନ ସବୁବେଳେ 365 ଘର ଏକ। ଆଜି ବି କହୁଛି ସମସ୍ତିକି, ମୋର ଭକ୍ତମାନଙ୍କୁ କହୁଛି, ଆଉ ଗାଁ ବାଲା କୁରାଙ୍ଗ ଶାସନ ଗ୍ରାମବାସୀ ବନ୍ଧୁ ସମସ୍ତିକି ମୋର ପ୍ରଣାମ। କିନ୍ତୁ ସମସ୍ତେ ଏଠି ଜାତି ନାହିଁ, ଅଜାତି ନାହିଁ, ସମସ୍ତେ ସମାନ। କିନ୍ତୁ ସମସ୍ତେ ଅନ୍ୟ ଗାଁ ପାଖାପାଖି ଲୋକ ବି ସାହାଯ୍ୟ ସହଯୋଗ କରୁଛନ୍ତି, କିନ୍ତୁ ଯାତ୍ରାଟାକୁ ସମସ୍ତେ ଉପଭୋଗ କରୁଛନ୍ତି। ବର୍ଷକ ହେଲା 365 ଦିନ। କିନ୍ତୁ ମୁଁ ସବୁଦିନେ ସବୁବେଳେ ସବୁଠି କହୁଛି, ଆମର 362 ଦିନ ଲୋକମାନେ ନିଜ ପରିବାର ପାଇଁକି ବିତେଇ ଦିଅନ୍ତୁ। କିନ୍ତୁ 3 ଦିନ ପତିତ ପାବନ ଯାତ୍ରାରେ ସମସ୍ତେ କୁରାଙ୍ଗ ଗ୍ରାମବାସୀ ସହ ମୋର ଯାତ୍ରା ପ୍ରେମୀ ଅଞ୍ଚଳବାସୀ ଲୋକଙ୍କୁ ମୁଁ ଅନୁରୋଧ କରୁଛି, 12 ତାରିଖ ଦିନ ଓଁକାର ଅପେରା ଆପଣମାନେ 12ରୁ 14 ତାରିଖ ପର୍ଯ୍ୟନ୍ତ ସୁଯୋଗ ନିଜେ ନେବା ସହିତ ପରିବାରକୁ ସୁଯୋଗ ଦିଅନ୍ତୁ। କୁରାଙ୍ଗ ଶାସନ ଫ୍ରି। ଏ ଅଞ୍ଚଳ ପାଖାପାଖି ଅଞ୍ଚଳରେ ହଉଛି, କାଚରାମାଳରେ ହୁଏ, କୁରାଙ୍ଗ ଶାସନ ହୁଏ। ପାଖାପାଖି ଏତେ ଲୋକ ହୁଅନ୍ତି ଆମର, କିନ୍ତୁ ପଡ଼ିଆଟା ଛୋଟ ହେଇଯାଉଛି। ପାଖରେ ଯୋଉ ରହିଛି ଆପଣଙ୍କର RI ଅଫିସ ପାଖ ପଡ଼ିଆ, ତାକୁ ଯଦି ଉନ୍ନତିକରଣ କରାଯାଆନ୍ତା ତାହେଲେ ହୁଏତ ସୁବିଧା ହେଇପାରନ୍ତା। ସୁବିଧା ହେବାକୁ ବୟସ୍କ ଲୋକ, କିନ୍ତୁ ପୁରୁଣା ଜାଗା ଛାଡିବାକୁ କାଳେ କଣ ଅସୁବିଧା ହବ ଭଗବାନଙ୍କର। କିନ୍ତୁ ପତିତ ପାବନଙ୍କର ତାଙ୍କର ଜାଗା ନା, ସେ ସବୁବେଳେ ସେଇଠି ଯାତ୍ରା, ମହାପ୍ରଭୁ ନିଜେ ପତିତ ପାବନ ଆସନ୍ତି। ଯାତ୍ରା ଦେଖିବେ, ତାଙ୍କ ପଡ଼ିଆରେ ବୁଲିବେ। ତାପରେ ଯେତେ ବର୍ଷା ଆସୁ, ଯେତେ ଝଡ଼ ଆସୁ, କିନ୍ତୁ ପତିତ ପାବନ ଦ୍ୱାରା କେବେ ଆମେ ଅନୁଭବ କରୁନୁ। ଆମେ ଶୁଣୁଛୁ ଟିଭିରେ ଲଘୁଚାପ ହବ, ବନ୍ୟା ହବ, ବାତ୍ୟାର ହବ, ପ୍ରଭାବ କିନ୍ତୁ ଦେଖିବ। କିନ୍ତୁ ତାଙ୍କ ମହିମା ସମସ୍ତେ ହାତ ଟେକି ଦେଲେ ସେ ପତିତ ପାବନ ତା ପାରି କରନ୍ତି। ମୁଁ ବି କିଛି କରିପାରିନି, ମୁଁ ଖାଲି ନିମିତ୍ତ। ଆଉ ମୁଁ ଜାଣେ ଯେ ସମସ୍ତେ ଏକ। ଆଉ ଏ ଅଞ୍ଚଳବାସୀଙ୍କର ଗୋଟିଏ ଭଲ କଥା, ପାଖାପାଖି ଆମର ଯୋଉମାନେ ଭାଇମାନଙ୍କୁ ଯେତେବେଳେ ଯାହା ମାଗୁ ପତିତ ପାବନ ପାଇଁ, ଅବିକା ବି ଆମେ ସମସ୍ତଙ୍କୁ ସହଯୋଗ ସାହାଯ୍ୟ ନ କଲେ ପତିତ ପାବନ ଯାତ୍ରା ହେଇପାରିବନି। ଯାତ୍ରା ସମସ୍ୟା ଆପଣମାନେ ଜାଣିଥିବେ, କେତେ ପଇସା ଖର୍ଚ୍ଚ ହେଉଛି ସମସ୍ତେ ଜାଣିଥିବେ, ସେଗୁଡ଼ାକ ଆମେ ଜାଣୁ। କିନ୍ତୁ ସମସ୍ତଙ୍କ ସହଯୋଗ ସାହାଯ୍ୟ, ଆଉ ଏ ଅଞ୍ଚଳବାସୀଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେବି। ସବୁବେଳେ ଯେତେବେଳେ ଯାହା ହଉ, କିନ୍ତୁ ସମସ୍ତଙ୍କର ଏ ସହଯୋଗ ଆଉ ସାହାଯ୍ୟ। ଏବେ ବୟସ୍କ ଲୋକ ଦେଖନ୍ତୁ, ଯାହାକୁ ଆମର କୁରାଙ୍ଗ ଶାସନ ଗୋଟେ ପ୍ରେସିଡେଣ୍ଟ ବଂଶୀଧର ବେହେରା, ତାଙ୍କ ବୟସ 85 ବୟସରେ ଆମ ସାଙ୍ଗରେ ଆଜି ଯାଇଥିଲେ ଲୋକମାନଙ୍କୁ କହିବାକୁ, ନାଇଁ ଆପଣମାନଙ୍କ ପଇସା ସଂଗ୍ରହ କରିଦେବେ, ଆମେ କାଲି ଆସିକି ନେବୁ। କାହିଁକିନା ପଇସା ତ ସବୁଠି ଲାଗୁଛି ନା, ଆମର ସବୁ ଚାନ୍ଦା ସବୁ ନିର୍ଦ୍ଦିଷ୍ଟ ଚାନ୍ଦା। କିଏ 2000 ଦେବ, କିଏ 3000 ଦେବ, କିଏ 5000 ଦେବ। ଲୋକ ଦେଖି ଏଇଟା 50 ବର୍ଷର ମାନେ ଚାନ୍ଦା। କିନ୍ତୁ ସମସ୍ତେ ସୁରୁଖୁରୁରେ ମା ମାନେ ବେଶୀ ସହଯୋଗ। କାହିଁକିନା ଯେତେବେଳେ ସ୍ୱାମୀ ଦରକାର ପଡ଼ିଲେ ଡେରି କରିଦେଉଛି, କିନ୍ତୁ ମା ମାନେ ତା ପୂର୍ବରୁ ସତର୍କ ହେଇଯାଉଛନ୍ତି। ନାଇଁ, କୁରାଙ୍ଗ ଶାସନ ଆମ ଗାଁର ଯାତ୍ରା 12 ତାରିଖରୁ ଆରମ୍ଭ, ଆମେ ଆଜିଠୁ ପଇସା ଦେଲେ ସିନା ସବୁ ଖର୍ଚ୍ଚ ହବ। କିନ୍ତୁ ମା ମାନଙ୍କର ବହୁତ ସହଯୋଗ ବି ଅଛି, ଭଉଣୀ ମାନଙ୍କର ଅଛି, ଭାଇ ଛୋଟ ଭାଇ ମାନଙ୍କର ସେ ରୋଜଗାର ନ କରନ୍ତୁ, ତାଙ୍କର ବି ଅବଦାନ ବହୁତ ଅଛି।